ଜଣାପଡ଼ିଲା କେମିତି ମିଳିବ ସୁଭଦ୍ରା ଟଙ୍କା। କେମିତି ପାଇବେ ନଥିଲେ ଏହି ଡକୁମେଣ୍ଟ ପାଇଁ କରିବାକୁ ପଡ଼ିବନି ଚିନ୍ତା। ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବା ଆଗରୁ ଡକୁମେଣ୍ଟରେ ଥିଲେ ଏସବୁ ଭୁଲ। ସମୟ ଥାଉ ଥାଉ କରେକ୍ସନ ନ କରିଲେ ସୁଭଦ୍ରା ଟଙ୍କା ପାଇଁ କରିଥିବା ଆବେଦନ ହୋଇପାରେ ରିଜେକ୍ଟ। ତେବେ ସୁଭଦ୍ରା ଟଙ୍କା କେଉଁମାନଙ୍କୁ ମିଳିବ ନାହିଁ, କାହାକୁ ମିଳିବ ତାକୁ ନେଇ ଆସିଛି ଏଭଳି ସୂଚନା। ବିଜେପି ସରକାର ଆସିବା ଆଗରୁ ଓଡ଼ିଶାରେ ମହିଳାକୁ ସୁଭଦ୍ରା ଯୋଜନାର ଘୋଷଣା କରିଥିଲା। ଆଉ ଏବେ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ସୁଭଦ୍ରା ଟଙ୍କା ମିଳିବାକୁ ଯାଉଛି, ଯାହାକି 50,000 ଟଙ୍କାର ଭାଉଚର ଅଟେ। ହେଲେ କାହାକୁ ମିଳିବ, ଡକୁମେଣ୍ଟରେ କେଉଁ ଭୁଲ ଥିଲେ କଟିଯିବ। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ 4ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟରେ ମୋହର ମାରିଥିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ଆଉ ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ମହିଳାକୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମୋହନ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାରେ ମୋହର ଲଗାଇଛନ୍ତି। ଆଉ 100 ଦିନ ଭିତରେ ଏହାକୁ କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଏହି ଯୋଜନାକୁ ନେଇ ସବୁଠି ଚର୍ଚ୍ଚା। କେମିତି ଆବେଦନ କରିପାରିବେ, ଆଉ କେଉଁ ଡକୁମେଣ୍ଟ ଲାଗିବ, ସୁଭଦ୍ରା ଯୋଜନା ପାଇଁ କେଉଁମାନେ ଯୋଗ୍ୟତା ଅଟନ୍ତି। ମହିଳା ଜଣଙ୍କ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର। ମହିଳାଙ୍କ ବୟସ 23ରୁ 59 ହୋଇଥିବା ଦରକାର। କେବଳ ବିବାହିତ ମହିଳାମାନେ ଆବେଦନ କରିପାରିବେ। ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ। ଆବେଦନକାରୀ କୌଣସି ସରକାରୀ ଚାକିରି କରିନଥିବେ। ଅବିବାହିତା ମହିଳା କରିପାରିବେନି ଆବେଦନ। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ କ'ଣ କ'ଣ ଡକୁମେଣ୍ଟ ଦରକାର? ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଆୟ ପ୍ରମାଣ ପତ୍ର ଆଉ ରାସନ କାର୍ଡ, ଏହି ସବୁ ପଡ଼ିବ ଆବଶ୍ୟକ। ତେବେ ଏହି ସବୁ ଡକୁମେଣ୍ଟରେ କିଛି ଭୁଲ ଥାଏ, ସମୟ ଥାଉ ଥାଉ ଠିକ୍ କରି ନିଅନ୍ତୁ, ଯେଉଁଥିରେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ସହଜ ହେବ। ତେବେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଏସବୁ ଯୋଗ୍ୟତା ବୋଲି ଆଲୋଚନା ହୋଇଛି।